ରାଉରକେଲା ରେ ଏକ ବଡ଼ ଚୋରି। ଦୁଇ ଚତୁର ଚୋର ଗିରଫ। ସୁନା ରୂପା ଅଳଙ୍କାର ଏବଂ ଟାବଲେଟ୍ ଉଦ୍ଧାର। ଉଭୟ ଯୁବକ ଅନେକ ମାମଲାରେ ଜଡ଼ିତ। ରାଉରକେଲା ପୋଲିସ ଏକ ବଡ଼ ଚୋରି ଘଟଣାର ସଫଳତାର ସହ ସମାଧାନ କରି ଦୁଇ ଚୋରଙ୍କୁ ଗିରଫ କରିଛି। ଏହି ଚୋରି ଘଟଣା 22 ଏପ୍ରିଲରେ ଘଟିଥିଲା, ଯେତେବେଳେ ସେକ୍ଟର 20 ନିବାସୀ ଯୋଗେନ୍ଦ୍ରନାଥ ମହାନ୍ତ ତାଙ୍କ ପରିବାର ସହିତ ଲହୁଣୀପଡ଼ା ଅଞ୍ଚଳର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। 23 ଏପ୍ରିଲ ରାତିରେ ଘରକୁ ଫେରିବା ପରେ ସେ ଦେଖିଲେ ଯେ ଚୋରମାନେ ଆଜବେଷ୍ଟସ୍ ଛାତ ଖୋଲି ତାଙ୍କ ଘରେ ପ୍ରବେଶ କରି ମୂଲ୍ୟବାନ ଅଳଙ୍କାର ଏବଂ ଟାବଲେଟ୍ ଚୋରି କରି ନେଇଛନ୍ତି। ଅଭିଯୋଗ ପରେ ପୋଲିସ ସେକ୍ଟର 19 ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିଏସ୍ପି ଜୋନ୍ 1ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା, ଯାହା ଉଭୟ ବୈଷୟିକ ଓ ପାରମ୍ପରିକ ପଦ୍ଧତି ବ୍ୟବହାର କରି ତଦନ୍ତ କରିଥିଲା। ତଦନ୍ତରେ ମିଳିଥିବା ସୁରାଗ ଆଧାରରେ ଦୁଇ ଅଭିଯୁକ୍ତ ଲିଟୁ ଓରଫ ସୁଭାଗ୍ୟ ନାୟକ ବୟସ 23 ବର୍ଷ ଏବଂ ବିକି ଯାଦବ ବୟସ 25 ବର୍ଷ ତାଙ୍କୁ ହେଫାଜତକୁ ନିଆଯାଇଥିଲା। ପଚରାଉଚରା ସମୟରେ ଉଭୟ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି ଏବଂ କେବଳ ଏହି ଘଟଣା ନୁହେଁ, ବରଂ ଅନ୍ୟାନ୍ୟ ଅନେକ ମାମଲାରେ ସେମାନଙ୍କର ସମ୍ପୃକ୍ତି ସ୍ୱୀକାର କରିଛନ୍ତି। ରାଉରକେଲାର ଡେଲି ମାର୍କେଟର ବଜାଜ ଫାଇନାନ୍ସ ଲିମିଟେଡରୁ ଚୋରି ହୋଇଥିବା ଜିନିଷଗୁଡ଼ିକରୁ ପୋଲିସ ଏକ ସୁନା ହାର, 2 ଯୋଡ଼ା ସୁନା କାନଫୁଲ, ଏକ ସୁନା ଚେନ୍ ଏବଂ ଏକ ଏସ୍ଆର ଟାବଲେଟ୍ ଜବତ କରିଛି। ବାକି ଜିନିଷଗୁଡ଼ିକ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି। ସେକ୍ଟର 15 ଏବଂ ଅନ୍ୟାନ୍ୟ ଥାନାରେ ସୁଭାଗ୍ୟ ନାୟକଙ୍କ ବିରୁଦ୍ଧରେ 23ଟି ଅପରାଧିକ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀମାନେ କହୁଛନ୍ତି ଯେ ଅନ୍ୟ ଚୋରି ମାମଲାରେ ମଧ୍ୟ ଉଭୟଙ୍କର ସମ୍ପୃକ୍ତି ରହିଛି, ଯାହାର ଗଭୀର ତଦନ୍ତ କରାଯାଉଛି। ସାଧାରଣ ଲୋକଙ୍କୁ ସତର୍କ କରିବାକୁ ନିବେଦନ କରି ପୋଲିସ ଆଶ୍ୱାସନା ଦେଇଛି ଯେ ଏପରି ଅପରାଧିକ ତତ୍ତ୍ୱମାନଙ୍କ ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ 24/4/2025 ସକାଳେ ଯୋଗେନ୍ଦ୍ରନାଥ ମହନ୍ତ ବୋଲି ସେକ୍ଟର 20 ଏରିଆର ଜଣେ ଲୋକ ଆସିକି ଅଭିଯୋଗ କଲେ ଯେ 22 ତାରିଖ ଦିନ ସେ ତାଙ୍କର ଫ୍ୟାମିଲି ସହିତ ଲହୁଣୀପଡ଼ାରେ ତାଙ୍କର ନିଜ ଗାଁକୁ ବାହାଘର ପାଇଁ ଯାଇଥିଲେ। ସେ ଯେତେବେଳେ 23 ତାରିଖ ରାତିରେ ଫେରିଲେ, ଦେଖିଲେ ଯେ ତାଙ୍କ ଘର ଆଜବେଷ୍ଟସ୍ ଭଙ୍ଗା ହେଇଛି। ତାପରେ ସେ 24 ତାରିଖ ଦିନ ସକାଳେ ଆସିକି ଥାନାରେ ଅଭିଯୋଗ କଲେ ଯେ ସେ ବାହାଘର ପାଇଁ 2 ଦିନ ଯାଇଥିଲେ ଆଉ ତାଙ୍କ ଘର ଭାଙ୍ଗିକି ନେକଲେସ୍, ରିଙ୍ଗ, ଚେନ୍, ଟ୍ୟାବଲେଟ୍ ଏଭଳିଆ ଜିନିଷ ତାଙ୍କର ଘରୁ ଚୋରି ହେଇଛି। ସେଇ କେସ୍ର ତଦନ୍ତ ସମୟରେ ଆମର ସେକ୍ଟର 19 ଆଇଏସି, ସେକ୍ଟର 7 ଆଇଏସି, ତାଙ୍କର ଅନ୍ୟ ଅଫିସରମାନେ ସମସ୍ତେ ମିଶି ବିଭିନ୍ନ ଟେକ୍ନିକାଲ ଆଉ କନଭେନ୍ସନାଲ କ୍ଲୁ ଭେରିଫାଏ କଲୁ। ଭେରିଫାଏ କଲାବେଳେ এই যে আমার পছপটে 2 জন মুখাপিন্ধা অଛନ୍ତି সৌভাগ্য নায়ক আর বিকি যাদব, এই 2 জন পিলাକୁ ଆମେ କଷ୍ଟଡିକୁ ନେଲୁ। କଷ୍ଟଡି ନେଲା ବେଳେ ସେମାନେ ତାଙ୍କର ଦୋଷ ସ୍ୱୀକାର କଲେ ଆଉ ସେମାନେ ଏହି ସେକ୍ଟର 19ର ଯେଉଁ ଚୋରି କରିଥିବା ସୁନା ଅଳଙ୍କାର ଓ ସେକ୍ଟର 3, ସେକ୍ଟର 15, ସେକ୍ଟର 7ରେ ବି ସେମାନେ ଯେଉଁ ଚୋରି କରିଥିଲେ ସବୁ ଅଳଙ୍କାର କଥା କହିଲେ। ସେକ୍ଟର 19ର ଚୋରି କରିଥିବା କିଛି ସୁନା ଅଳଙ୍କାର ସେମାନେ ବଜାଜ ଫାଇନାନ୍ସରେ ବନ୍ଧକ ରଖିଥିଲେ, ସେଇଟା ରିକଭରି ଦେଇଛନ୍ତି। ଆଉ ଯେଉଁ ଯାହା ପାଖରେ ଅନ୍ୟ ସୁନା ଅଳଙ୍କାର ଦେଇଛନ୍ତି ଏଇ ଥାନାର ପ୍ଲସ୍ ଅନ୍ୟ ଥାନାମାନଙ୍କର ସେଇଟା ରିକଭରି ପ୍ରୋସେସ ଜାରି ଅଛି। ଖୁବ୍ ଶୀଘ୍ର ସେ ବିଷୟରେ ଆପଣମାନଙ୍କୁ ଜଣାଇ ଦିଆହେବ। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।